ମୁଁ ଯେତେବେଳେ 2014 ପ୍ରଥମ ଥର ରେଢ଼ାଖୋଲର ବିଧାୟକ ହେଲି, ମୁଇଁ ଦେଖିଲି ରେଢ଼ାଖୋଲବାସୀ ତାଙ୍କର ପରିବାର କେ ନେଇକି କେମିତି ଯିବା ଲାଗି ଗୋଟେ ଭଲ ଜାଗା ନାଇଁ ଥିଲା ରେଢ଼ାଖୋଲ ଭିତରେ, ଏବଂ ତାଙ୍କର ବନ୍ଧୁ ବାନ୍ଧବ ବି ଆସିଲେ କାହାକେ ବୁଲାବାର ଲାଗି ଜାଗା ନାଇଁ ଥିଲା। ତ ମୁଇଁ ପ୍ରଥମେ ଫରେଷ୍ଟ ପାର୍କ ଆମେ ଧ୍ୟାନ ଦେଇକି ଆମେ ତାକେ ସେ କାମକେ ସାରିଲୁ, ଏବଂ 2015 ମୁଇଁ ସେ ସମୟରେ ଯେନ୍ ଫରେଷ୍ଟ ସେକ୍ରେଟାରୀ ଥିଲେ ଶର୍ମା ବାବୁ, ତାଙ୍କୁ ପ୍ରସ୍ତାବ ଦେଲି ଯେ ରେଢ଼ାଖୋଲରେ ଗୋଟେ ଇକୋ ପାର୍କ କରାଯାଉ। ଆମ ପାଖରେ ଗୋଟେ ଭଲ ବଗିଚାଟେ ଥିଲା 9 ଏକର 40 ଡେସିମେଲର, ସେଟାକେ ଇକୋ ପାର୍କ ଲାଗି ପ୍ରସ୍ତାବ ଦିଆଗଲା। ଏବଂ ସେଟା ଯେତେବେଳେ ଶର୍ମା ବାବୁଙ୍କ ପରେ ସୁରେଶ ମହାପାତ୍ର ଆସିଲେ, ସେ କାମକେ ଆଗକେ ବଢ଼ାଲେ। ତାଙ୍କ ସାଙ୍ଗେ ମୁଇଁ ନିରନ୍ତର ଯୋଗାଯୋଗରେ ରହିଥିଲି। ସେ ବୁଲି ବି ଥରେ ଆସିଥିଲେ ଆମର ରେଢ଼ାଖୋଲକେ, ସେ ପାର୍କର ଆମର ଦେଖବା ଲାଗି, ପ୍ରୋଗ୍ରେସ ଦେଖବା ଲାଗି। ଏବଂ ତାପରେ ମୋନା ଶର୍ମାଙ୍କ ସମୟରେ ଆଉ ଯେନ୍ ଟିକେ ଆର୍ଥିକ ବ୍ୟବସ୍ଥା ଦରକାର ଥିଲା ସେଟା ଦିଆଗଲା, ଏବଂ ଆମର ଏଥିରେ ପ୍ରାୟ 2,76,00,000 ଟଙ୍କା ଖର୍ଚ୍ଚ କରାଗଲା। ଏବଂ ସେଟା 2023 ସେ ପାର୍କ କାମ ସରିଲା। ଆଉ ସେଟା ମୁଇଁ ଭାବୁଛେ ଖାଲି ମାନେ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ଗୋଟେ 1 ନମ୍ବର ପାର୍କ ଭାବରେ ସେଟା ଆମେ ତାକେ ତିଆରି କରିଥିଲୁ, ଯେନ୍ଥିରେ କି ଫଗୁଆରା ଥିଲା, ପଣ୍ଡ ତିଆରି କରାଯାଇଥିଲା, ବିଭିନ୍ନ ପ୍ରକାର ଔଷଧି ଗଛ ଲାଗିଥିଲା, ଅନ୍ୟ ନ୍ୟାଚୁରାଲ ଗଛ ମାନେ ବି ସବୁ ଫଳ ଗଛ ବି ରହିଥିଲା। ତ ବହୁତ ସୁନ୍ଦର ପରିବେଶ ଆଉ ସୁନ୍ଦର ବ୍ୟବସ୍ଥା ସେ ପାର୍କ ଭିତରେ କରାହେଲା, ଏବଂ ବିଭିନ୍ନ ପ୍ରକାର ଫୁଲ ବି ସେଥିରେ ସେ ପାର୍କରେ ଲଗା ହେଇଥିଲା। ଏବଂ ମୁଇଁ ଭାବୁଛେ ଏଟା ପଶ୍ଚିମ ଓଡ଼ିଶାର ଗୋଟେ 1 ନମ୍ବର ପାର୍କ ଭାବରେ ଉଭା ହେଲା। ଏବଂ ମୁଇଁ ଭାବୁଛେ ରେଢ଼ାଖୋଲବାସୀ ବହୁତ ଖୁସି ଥିଲେ ସେ ପାର୍କରେ ଯାଇକି ମର୍ଣ୍ଣିଂ ୱାକ୍ କରବା ଲାଗି, କି ତାଙ୍କର ସେନେ ବୁଲାବୁଲି କରବା ଲାଗି ତାର ସେ ପାର୍କର ଯାଇକି ମଜା ନେଉଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଲା, ଆଜି 2 ବର୍ଷ ପୁରିଗଲା ନୂଆ ବିଜେପି ସରକାରକେ, ଏଛିନକା ସେ ପାର୍କକେ ଗୋଟେ ପ୍ରକାର ଖଣ୍ଡ କରାହେଇଯାଇଛେ, ଗୋଟେ ପୁରା ନଷ୍ଟ ଅବସ୍ଥାକେ ଅଣାହେଇଛେ, ଏବଂ ସେ ଦିଗରେ କିଛି ବି ପଦକ୍ଷେପ ନୂଆ ସରକାର ବିଜେପି ସରକାର ଧ୍ୟାନ ନାଇଁ ଦେବାର। ଆମର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ କେ ଅନୁରୋଧ କରୁଛେ ଯେ ଏଟାକେ ତୁରନ୍ତ ଏହା ଉପରେ ପଦକ୍ଷେପ ନଉ, ଏବଂ ଏତେ ସୁନ୍ଦର ପାର୍କକେ ଫେର ରେଢ଼ାଖୋଲବାସୀଙ୍କ ସେବାରେ ଆଣୁ।